ସାଇକୋଲୋଜି କହିଥାଏ ଏକୁଟିଆ ରହୁଥିବା କୌଣସି ସୁନ୍ଦରୀ ମହିଳାଙ୍କୁ ଗେହିବାକୁ ଚାହୁଁଥିଲେ ତାଙ୍କୁ ଯେମିତି ବି ହଉ ଦୁଦୁରା ଗଛର ପତ୍ର ଓ ଜୁଆଣିକୁ ପେଶି ଚାରେ ମିଶାଇ ପିଇବାକୁ ଦିଅନ୍ତୁ ଓ ଜାଣିଶୁଣି ତାଙ୍କ ଛାତିରେ ହାତ ଟିକିଏ ମାରି ଦିଅନ୍ତୁ। ଏହି ଦୁଇଟି ଜିନିଷ କରିବା ଦ୍ୱାରା ସେହି ମହିଳା ନିଶାରେ ଆସି ଆପଣଙ୍କୁ ବିଛଣା ଉପରକୁ ଡାକିବ। ସାଇକୋଲୋଜି କହିଥାଏ କୌଣସି ମହିଳାଙ୍କ ସହିତ କଥା ହେବା ସମୟରେ ଯଦି ଆପଣ ତାଙ୍କ ସ୍ତନ ଉପରେ, ମଥା ଉପରେ ଓ ଆଖି ଉପରେ ନଜର ପକାଉଥାନ୍ତି ତେବେ କଥା ଶେଷ ହେବା ପରେ ସେ ଆପଣଙ୍କ ବିଷୟରେ ନିଶ୍ଚିତ ଭାବିବେ ଓ ଭିତରେ ଭିତରେ ବହୁତ ଖୁସି ହେବେ। ସାଇକୋଲୋଜି କହିଥାଏ ଯେତେବେଳେ ମହିଳାମାନେ ସେକ୍ସୁଆଲି ଉତ୍ତେଜିତ ହୋଇଥାନ୍ତି ତେବେ ତାଙ୍କୁ ଡାଟି କଥା କହିବା ପାଇଁ ଭଲ ଲାଗିଥାଏ। ସେମାନେ ବିଲକୁଲ ପୁରୁଷମାନଙ୍କ ଭଳି ଡାଟି ଟକ୍ କରିବାକୁ ଲାଗିଥାନ୍ତି। ସାଇକୋଲୋଜି କହିଥାଏ ଯଦି କୌଣସି ଅଜଣା ଝିଅ ଆପଣଙ୍କୁ ପ୍ରତିଦିନ ଦେଖା କରୁଥାଏ ଓ ଆପଣଙ୍କୁ ତିର୍ଛି ନଜରରେ ଦେଖି ନଜର ଫେରେଇ ନେଉଥାଏ ତେବେ ବୁଝିଯାଆନ୍ତୁ କି ସେ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି। ସାଇକୋଲୋଜି କହିଥାଏ ନିୟମିତ ରୂପରେ ସେକ୍ସ କରିବା ଦ୍ୱାରା ପୁରୁଷ ଶୁକ୍ରାଣୁର ଗୁଣବତ୍ତାରେ ସୁଧାର ହେବାକୁ ଲାଗେ। ସାଇକୋଲୋଜି କହିଥାଏ ବିବାହ ପୂର୍ବରୁ ଯେଉଁ ମହିଳାର ସ୍ତନ ଢିଲା ହୋଇଥାଏ ସେ ମାନସିକ ରୂପରେ ସୁସ୍ଥ ହୋଇନଥାଏ। ତା ଜୀବନରେ ଭଲ ପାଇବାର କମି ଓ କୌଣସି ନା କୌଣସି କଥାକୁ ନେଇ ଚିନ୍ତିତ ରହିଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣ ଟ୍ରାଭେଲ କରିବା ସମୟରେ ୱିଣ୍ଡୋ ସିଟ୍ରେ ବସିବାକୁ ପସନ୍ଦ କରୁଛନ୍ତି ତେବେ ଏହାର ମାନେ ହେଉଛି କି ଆପଣ ଏକୁଟିଆ ରହିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ସାଇକୋଲୋଜି କହିଥାଏ ପୁରୁଷ ନିଜ ଯୌବନ ଅବସ୍ଥାରେ ଟଙ୍କା କମେଇବାକୁ ନେଇ ଅଧିକ ଚିନ୍ତିତ ରହିଥାଏ କିନ୍ତୁ ମହିଳା ନିଜ ପରିବାରକୁ ନେଇ ଅଧିକ ଚିନ୍ତିତ ରହିଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ ସକାରାତ୍ମକ ଭାବନା ରଖୁଥିବା ଲୋକମାନଙ୍କ ସହିତ ନିଜର ସମୟ ବିତାନ୍ତି ତେବେ ଧୀରେ ଧୀରେ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବାକୁ ଲାଗେ। ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ ଅଧିକ ଲାଜ କରିଥାନ୍ତି ତାଙ୍କ ପାଖରେ ଅନ୍ୟକୁ ବୁଝାଇବାର କ୍ଷମତା ସବୁଠାରୁ ଅଧିକ ଥାଏ।